ଜୟ ଜଗନ୍ନାଥ। ସମସ୍ତଙ୍କୁ ମୋର ନମସ୍କାର। ଆପଣ ଜାଣିଥିବେ ଗୋଟେ ଛୋଟିଆ ଜିନିଷ ମୁଁ କହିବି, ସେ ଛୋଟିଆ ଜିନିଷ ଉପରେ ଆପଣମାନେ ମାର୍କ କରିବେ। ଛତୁଆରେ କେତେବେଳେ କ୍ଷୀର ମିଶାଇବେନି, କାରଣ ଛତୁଆରେ କ୍ଷୀର ମିଶାଇଲେ ସେଇଟା ଗରିଷ୍ଠ ଖାଦ୍ୟ ହୋଇଯାଏ। ଛୋଟ ଛୁଆଙ୍କୁ କିମ୍ବା ବରିଷ୍ଠ ନାଗରିକ ଯାହା ବୁଢ଼ା ଲୋକମାନଙ୍କୁ କେତେବେଳେ ଦେବେ ନାହିଁ, କାରଣ ତାଙ୍କର ହଜମ କ୍ରିୟା ଶକ୍ତି ଖୁବ୍ ଦୁର୍ବଳ ଥାଏ। ସେଥିପାଇଁକି ହଜମ କରିବାରେ କଷ୍ଟଦାୟକ ହୁଏ। ସେଥିପାଇଁ ଆପଣ ଜାଣିପାରନ୍ତିନି ଯେ କ୍ଷୀର ଛତୁଆ ମିଶାଇକି ଦେଲେ ଆଉ ଟିକେ ପୁଷ୍ଟିକର ଖାଦ୍ୟ ହେବ। ସେଇଟା ଭୁଲ। ଆପଣ ସବୁ ଭୁଲ କରିକି ବସୁଛନ୍ତି, ସେ ଭୁଲ କେବେ କରନ୍ତୁନି। ଯେହେତୁ ଛୋଟ ଶିଶୁ ଆଉ ବୁଢ଼ାମାନଙ୍କୁ ଛତୁଆରେ କ୍ଷୀର ଗୋଳେଇକି ଦିଅନ୍ତୁ ନାହିଁ, କାରଣ କ୍ଷୀର ଗୋଳେଇକି ଦେଲେ ସେଇଟା ଗରିଷ୍ଠ ଖାଦ୍ୟ ହୋଇଯାଏ। ସେଥିପାଇଁ ସତର୍କ ରୁହନ୍ତୁ ଏବଂ ଆପଣ ଯାହା ଖାଦ୍ୟ ଖାଇଥିବେ ସେ କିଛି ମୂଲ୍ୟହୀନ ହୋଇଯିବ। ସେଥିପାଇଁ ଆପଣମାନେ ଖାଦ୍ୟ ଖାଆନ୍ତୁ, ସୁଷମ ଖାଦ୍ୟ ଖାଆନ୍ତୁ ଆଉ ସୁସ୍ଥ ରୁହନ୍ତୁ। ଜୟ ଜଗନ୍ନାଥ।